ଆପଣ କିଛି ଜାଗା କିଣିବା ପାଇଁ ଚାହୁଁଛନ୍ତି ବା ପ୍ଲଟ୍ କିଣିବା ପାଇଁ ଚାହୁଁଛନ୍ତି କିମ୍ବା ଫ୍ଲାଟ୍ କିଣିବା ପାଇଁ ଚାହୁଁଛନ୍ତି ତ ସେ ଜାଗା ବା ଫ୍ଲାଟ୍ର ଡକୁମେଣ୍ଟ ଠିକ୍ ଅଛି କି ନାହିଁ ବା ଲିଟିଗେସନ୍ ଅଛି କି ନାହିଁ ଜାଣିବା ପାଇଁ କ'ଣ କ'ଣ ସବୁ ଡକୁମେଣ୍ଟ ଦେଖିବାକୁ ପଡ଼େ ଆଉ କେମିତି ତାକୁ ଭେରିଫାଏ କରିବାକୁ ପଡ଼େ ଚାଲନ୍ତୁ ଜାଣିବା ଏଇ ଭିଡ଼ିଓରେ। ମୁଁ ଆଡଭୋକେଟ୍ ଲକ୍ଷ୍ମୀଧର ଆଉ ଆପଣ ଦେଖୁଛନ୍ତି ଆଡଭୋକେଟ୍ ଷ୍ଟକ୍ସ। ଯଦି ଆପଣ କିଛି ପ୍ଲଟ୍ ବା ଫ୍ଲାଟ୍ କିଣିବା ପାଇଁ ଚାହୁଁଛନ୍ତି ଆଉ ସେ ଜାଗା ଫ୍ଲାଟ୍ର ଡକୁମେଣ୍ଟ ସବୁ ଠିକ୍ ଅଛି ନା ନାହିଁ ତାହେଲେ ଆପଣ କେମିତି ଜାଣିବେ କ'ଣ କ'ଣ ସବୁ ଡକୁମେଣ୍ଟ ରହିଛି ଯେଉଁଥିରେ କି ଭେରିଫାଏ କରିବାରେ ଆପଣ ଜାଣିପାରିବେ ସେ ଜାଗାର ଡକୁମେଣ୍ଟ ଠିକ୍ ଅଛି ନା ନାହିଁ। ତ ମାନି ନିଅନ୍ତୁ ଯଦି ସେ ଜାଗା ଆପଣ କୌଣସି ବିଲ୍ଡର ଠାରୁ କିଣୁଛନ୍ତି, ବିଲ୍ଡର ସେ ଲ୍ୟାଣ୍ଡର ଓନର ଠାରୁ ଯଦି ପାୱାର ଅଫ୍ ଆଟର୍ଣ୍ଣି ଆଣିଛି ପାୱାର ଅଫ୍ ଆଟର୍ଣ୍ଣିକୁ ମଧ୍ୟ ଆପଣ ଭେରିଫାଏ କରିବେ। ପାୱାର ଅଫ୍ ଆଟର୍ଣ୍ଣି ବଳରେ ଆପଣଙ୍କୁ ହିଁ ସେଲ୍ କରିବ। ଆଉ ପାୱାର ଅଫ୍ ଆଟର୍ଣ୍ଣିରେ ଯୋଉ ଓନର ମାନଙ୍କ ଠାରୁ ଆଣିଛି ତ ସେମାନଙ୍କର ସମସ୍ତ ଲିଗାଲ ହେୟାର ମାନେ ଯୋଉମାନେ ଅଛନ୍ତି ସେମାନେ ସେ ପାୱାର ଅଫ୍ ଆଟର୍ଣ୍ଣିରେ କନସେଣ୍ଟ ଦେଇଛନ୍ତି ନା ଦେଇନାହାନ୍ତି ସେଇଟା ମଧ୍ୟ ଦେଖିବାକୁ ପଡେ। ଆଉ ଯଦି ଦେଇନାହାନ୍ତି ତାହେଲେ ମଧ୍ୟ ସେଟାକୁ ଲିଟିଗେସନ ମଧ୍ୟ ଯାଇପାରେ, ସିଭିଲ ସୁଟ୍ ମଧ୍ୟ କରିପାରନ୍ତି ଯେଉଁମାନେ ଲିଗାଲ ହେୟାର ଦେଇନାହାନ୍ତି। ଆଉ ସେମାନେ ଯୋଉ ରେକର୍ଡେଡ ଟେନାଣ୍ଟ ବା ଓନର ଯୋଉମାନେ ଅଛନ୍ତି ବା ପ୍ରପର୍ଟି ଓନର ଅଛନ୍ତି ସେମାନଙ୍କର ସେ ଜାଗାରେ ରାଇଟ୍ସ କେମିତି ଆସିଲା, ସେମାନେ ଆଉ କାହାଠୁ କିଣିଛନ୍ତି ନା ସେମାନଙ୍କର ସେଟା ଆନସେଷ୍ଟ୍ରାଲ ପ୍ରପର୍ଟି ବା ପୈତୃକ ସମ୍ପତ୍ତି ସେଇଟା ମଧ୍ୟ ଭେରିଫିକେସନ କରିବାକୁ ପଡେ। ଯଦି ସେଟା ଆନସେଷ୍ଟ୍ରାଲ ପ୍ରପର୍ଟି ହେଇଛି ତାହେଲେ ପୂର୍ବରେ କାହା ନାଁରେ ଥିଲା ବର୍ତ୍ତମାନ କାହା ନାଁରେ ଅଛି ସେଟା ଦେଖିବାକୁ ପଡିବ। ଆଉ ଯଦି ସେମାନେ ଆଉ କାହାଠୁ କିଣିଛନ୍ତି ତ ସେଇଟାରେ ମଧ୍ୟ ସେଲ୍ ଡିଡ୍ ଆଉ ଇସି ମଧ୍ୟ ଭେରିଫିକେସନ କରିବାକୁ ପଡିବ। ଆଉ ଇସିରେ ମଧ୍ୟ କେତେ ଜାଗା କିଣା ହେଇଛି ବିକା ହେଇଛି ଫାର୍ଷ୍ଟ ପାର୍ଟି କିଏ ସେକେଣ୍ଡ ପାର୍ଟି କିଏ ସବୁ ଜିନିଷ ଆମର ଇସିରେ ପଳେଇ ଆସେ ଆଉ ସେଟାକୁ ମଧ୍ୟ ପ୍ରପର ଭେରିଫିକେସନ କରାଯାଏ। ଯଦି ଏଟା ସେଟଲମେଣ୍ଟ ପୂର୍ବରୁ ଆମର କିଛି ମାନେ ରେକର୍ଡ ଟେନାଣ୍ଟରେ ଅଛି ଆଉ ସେଟଲମେଣ୍ଟ ପରେ କିଛି ରେକର୍ଡ ଟେନାଣ୍ଟ ଚେଞ୍ଜ ହେଇଛନ୍ତି ସେଇଟା ମଧ୍ୟ ଭେରିଫିକେସନ କରିବାକୁ ପଡେ। ଯେମିତିକି କିଛି ଆମର ପ୍ଲଟର ପ୍ରପର୍ଟିର ୟାଦାସ୍ତ ମଧ୍ୟ ବାହାର କରିବାକୁ ପଡେ, ସାବିକ ସେଟଲମେଣ୍ଟର ରେକର୍ଡ ମଧ୍ୟ ବାହାର କରିବାକୁ ପଡେ ଯୋଉଟାକି ଆମେ ୟାଦାସ୍ତ କହୁଛେ। ଆଉ ତା ସହିତ ଆମର ହାଲ ସାବିକ ମେଳକ ମଧ୍ୟ ବାହାର କରିବାକୁ ପଡେ। ତ ଏମିତି କିଛି ଡକୁମେଣ୍ଟ ଅଛି ଯୋଉଟା କି ଆପଣ ବାହାର କରିକି ଦେଖିବେ ମାନେ ପ୍ରପର୍ଟି ଠିକ୍ ଅଛି ନା ନାହିଁ। ତା ସହିତ ଯଦି ଆପଣ ବିଲ୍ଡର ଠାରୁ କିଣୁଛନ୍ତି ସେଟା ବିଡି ଆପ୍ରୁଭାଲ ହେଇଛି ନା ନାହିଁ, ଲେଆଉଟ୍ ପ୍ଲାନିଂ ହେଇଛି ନା ନାହିଁ, ବିଏମସି ତାକୁ ଆମର ସାର୍ଟିଫିକେଟ ଦେଇଛି ନା ନାହିଁ, ତ ସବୁ ଜିନିଷ ଆପଣ ଦେଖିବେ। ତା ସହିତ ଆମର ରୋଡ ରହୁଛି, ରୋଡ କେତେ ଫିଟ୍ ରହୁଛି, 20 ଫୁଟ ରହୁଛି ନା 30 ଫିଟ୍ ରହୁଛି ନା ଏଠି ରୋଡର ମଧ୍ୟ ଆକ୍ସେସ୍ ନାହିଁ। ଆଉ ଯଦି ସେ ରୋଡ ଅଛି ରିଭେନ୍ୟୁ ରୋଡ ଅଛି ତ ଠିକ୍ ଅଛି, ଯଦି ରିଭେନ୍ୟୁ ରୋଡ ନାହିଁ ପ୍ରାଇଭେଟ ଲୋକ ନାଁରେ ଅଛି ତ ସେଠି ସେ ରୋଡଟା ବିଏମସି କିମ୍ବା ବିଡିଓକୁ ଗିଫ୍ଟ ହେଇଛି ନା ନାହିଁ। ତ ଏମିତି ସବୁ ଜିନିଷ ବା କ୍ରାଇଟେରିଆ ମାନେ ବହୁତ ସାରା ଡକୁମେଣ୍ଟ ବା ଏଇଭଳି ପ୍ରୋସିଜିଅରରେ ଆପଣ ସେ ପ୍ଲଟ୍ ବା ଫ୍ଲାଟ୍ର ଡକୁମେଣ୍ଟ ଭେରିଫାଏ କରିପାରିବେ। ଯଦି ଆପଣ ଚାହୁଁଛନ୍ତି ଭେରିଫାଏ କରିବା ପାଇଁ ଆପଣଙ୍କର ପ୍ରପର୍ଟି ତାହେଲେ ଆପଣ ଏବେ checkdoc.com ଆମର ଗୋଟେ ୱେବସାଇଟ୍ ହେଇଛି। ତ checkdoc.com ରେ ଆପଣ ୱେବସାଇଟ୍ ଭିଜିଟ୍ କରନ୍ତୁ ଯୋଉଥିରେ କି ଆପଣ ପାଖରେ ଯାହା ବି ଡକୁମେଣ୍ଟ ଅଛି ଆପଣ ତାକୁ ପିଡିଏଫ୍ କରନ୍ତୁ। ପିଡିଏଫ୍ କରିକି ଆପଣ ସେ ଜାଗାରେ ୱେବସାଇଟରେ ଆପଣଙ୍କ ନାଁ ଆପଣଙ୍କ ଇମେଲ ଆଉ ମୋବାଇଲ ନମ୍ବର ଦେଇକି ଫିଲ୍ଅପ୍ କଲା ପରେ ଆପଣଙ୍କ ପାଖରେ ଯାହା ବି ଡକୁମେଣ୍ଟ ଅଛି ସେଟାକୁ ଅପଲୋଡ୍ କରନ୍ତୁ। ଅପଲୋଡ୍ କଲା ପରେ ଆମେ 3 ଦିନ ମଧ୍ୟରେ ଆମେ ତାର ଭେରିଫିକେସନ କରିକି ଆପଣଙ୍କର ରିପ୍ଲାଏ ଦେଇପାରିବୁ ଯେ ଆପଣ ସେଇ ଜାଗାରେ ଇନଭେଷ୍ଟ କରିବା ଉଚିତ ନା ନାହିଁ। କାହିଁକି ନା ଆପଣ ଯୋଉ ଇନଭେଷ୍ଟମେଣ୍ଟ କରିବେ ଆପଣଙ୍କର ବହୁତ ବଡ ହ୍ୟୁଜ ଆମାଉଣ୍ଟ କରିବେ, ଯୋଉ ଗୋଟେ ମିଡିଲ କ୍ଲାସ ଲୋକ ତାର ଗୋଟେ ସ୍ୱପ୍ନ ଥାଏ ଗୋଟେ ଘର କିଣିବ ବୋଲି, ତ 30 ଲକ୍ଷ 40 ଲକ୍ଷ 50 ଲକ୍ଷ ପର୍ଯ୍ୟନ୍ତ ମଧ୍ୟ ତାର ଇନଭେଷ୍ଟମେଣ୍ଟ ଆମାଉଣ୍ଟ ମଧ୍ୟ ରହିଥାଏ। ଯଦି 50 ଲକ୍ଷ ପର୍ଯ୍ୟନ୍ତ ଇନଭେଷ୍ଟମେଣ୍ଟ ଆମାଉଣ୍ଟ ଯଦି ଭୁଲ ବାଟରେ ପଳେଇଲା ବା ବୁଡ଼ିଗଲା କିମ୍ବା ଲସ୍ ହେଇଗଲା ତ ସେଇ ଜାଗାରେ ମଧ୍ୟ ସେ ବହୁତ ସାରା ମେଣ୍ଟାଲ ପ୍ରେସର ବା ହାରାସମେଣ୍ଟ ହେଇଥାଏ। ତ ଏଥିପାଇଁ ଆମେ ବାହାର କରିଛୁ ବା ୱେବସାଇଟ୍ ବାହାର କରିଛୁ ଯୋଉଥିରେ କି ଆପଣ ଭିଜିଟ୍ କରିକି ଆପଣଙ୍କର ପ୍ରପର୍ଟିର ଡକୁମେଣ୍ଟ ଭେରିଫାଏ କରିପାରିବେ ଯଦି ଆପଣ ବିଲ୍ଡର ହୁଅନ୍ତୁ କିମ୍ବା ସାଧାରଣ କଷ୍ଟମର ହୁଅନ୍ତୁ। ତ checkdoc.com କୁ ଏବେ ହିଁ ଯାଆନ୍ତୁ, ଭିଜିଟ୍ କରନ୍ତୁ ଆଉ ଆପଣଙ୍କର ପ୍ରପର୍ଟିର ଡକୁମେଣ୍ଟ ଭେରିଫାଏ କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍। ଯଦି ଭିଡ଼ିଓ ପସନ୍ଦ ଲାଗିଛି ନିଶ୍ଚୟ ସେୟାର କରିଦେବେ।